କଳାସିଂହ ଗ୍ରାମରେ ଗାରବନ୍ଧ ପୋଲିସ ପକ୍ଷରୁ 1000 ଲିଟର ଅବାଧ ମହୁଲ ପଚ ନଷ୍ଟ। ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଗାରବନ୍ଧ ପୋଲିସ ପକ୍ଷରୁ କଳାସିଂହ ଗ୍ରାମରେ ଚୋରା ଦେଶୀ ମଦ ପ୍ରସ୍ତୁତି ପାଇଁ ଥିବା ମହୁଲ ପଚ ନଷ୍ଟ କରାଯାଇଛି। ସ୍ଥାନୀୟ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନିଶିକାଙ୍କ ନେତୃତ୍ୱରେ ଏସ୍ଆଇ ନାରାୟଣ ଦାସ ଏବଂ ଗାରବନ୍ଧ ପୋଲିସ କର୍ମଚାରୀ ଅଚାନକ ଚଢ଼ାଉ କରି ବହୁ ପଚ ନଷ୍ଟ କରିଛନ୍ତି, ଯାହା ନେଇ ସୂଚନା ପ୍ରଦାନ କରାଯାଇଛି। ଗତ କିଛି ଦିନ ପୂର୍ବେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଞ୍ଚଳରେ ଚୋରା ଦେଶୀ ମଦ ପିଇ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସେହିପରି ଗଜପତି ଜିଲ୍ଲାର ଅନେକ ଅଞ୍ଚଳରେ ଚୋରା ଦେଶୀ ମଦ ପ୍ରସ୍ତୁତ ହୋଇ ଚୋରାରେ ବିକ୍ରି ହେଉଥିବା ବେଳେ ଅବକାରୀ ଏବଂ ସ୍ଥାନୀୟ ପୋଲିସ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଚୋରା ମଦ ପ୍ରସ୍ତୁତି ସ୍ଥାନ ଚିହ୍ନଟ କରି ନଷ୍ଟ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।